ଶରତ ଋତୁରେ ପ୍ରକୃତିର ଏକ ବିଚିତ୍ର ସୃଷ୍ଟି। ମା ଦୁର୍ଗାଙ୍କ ଆଗମନ ହେଲେ ଧରାପୃଷ୍ଠରେ ଖିଲି ଖିଲି ହସେ ଧବଳମତି କାଶଦଣ୍ଡୀ। ପବନରେ ଲହ ଲହ କିରି ଦୋଳାୟମାନ ଏହି ସୁନ୍ଦର ଫୁଲକୁ ଦେଖି ସଭିଙ୍କ ପ୍ରାଣରେ ନୂଆ ରୋମାଞ୍ଚ ଭରିଯାଏ। ନିରାଟ ଝାଞ୍ଜି ଏବଂ ପ୍ରବଳ ବର୍ଷାର ଅବସାନ ପରେ ଏବେ କାଶଦଣ୍ଡୀ ନଈପଠା ପଡ଼ିଆ ଭୂଇଁରେ ମୁରୁକି ହସି ଉଠିଛି। ତାର ଏଇ ସ୍ମିତହାସ୍ୟ ଜନମନରେ ଭିନ୍ନ ଏକ ପୁଲକ ସୃଷ୍ଟି କରିଛି। ସତେ ଯେମିତି ମାଙ୍କ ଆଗମନ ବେଳେ ସ୍ୱାଗତ ପାଇଁ ଧରାପୃଷ୍ଠ ନିଜକୁ ଧଳା ଚାଦରରେ ସଜାଇ ଦେଇଛି। ନଈପଠା, ବିଲବାଡ଼ି, ପଡ଼ିଆ, ଭୂଇଁ ତଥା ରାସ୍ତା କଡ଼ରେ ଗୋଛା ଗୋଛା ହୋଇ ଧବଳମୁଖୀ କାଶଦଣ୍ଡୀ ଧୀର ପବନରେ ଦୋହଲି ଦୋହଲି ମା ଦୁର୍ଗାଙ୍କର ଆଗମନର ସୂଚନା ଦେଇ ମନରେ ନୂଆ ଆଶା ବିଶ୍ୱାସର ମଞ୍ଜି ବୁଣି ଚାଲିଛି। ମଣିଷ ସମାଜରେ ନୂଆ ବିଶ୍ୱାସ, ନୂଆ ଆଶାର ସଞ୍ଚାର କରୁଛି। ଦୁଃଖ ଯାଇ ସୁଖ ଆସିବ, ଅନ୍ଧାର ହଟିଯାଇ ଆଲୋକର ପ୍ରଭା ପ୍ରକାଶିତ ହେବ। ଏହି ଦୃଢ଼ ପ୍ରତିଶ୍ରୁତିର ଇସ୍ତହାର ନେଇ ଆଜି ଏ ଧରାପୃଷ୍ଠରେ କାଶଦଣ୍ଡୀ ପଦାର୍ପଣ କରିଛି। ସିଂହବାହିନୀ ମା ଦୁର୍ଗା ବିଜୟା ଦଶମୀରେ ବିଜୟ ମଣ୍ଡିତ ହୋଇ ସମସ୍ତଙ୍କୁ ଦର୍ଶନ ଦେବେ। ଏଇ ଆନନ୍ଦପ୍ରଦ ଶୁଭ ମୁହୂର୍ତ୍ତର ଅପେକ୍ଷାରେ ଜନସମାଜ ରହିଥିବା ବେଳେ କାଶଦଣ୍ଡୀ ମଙ୍ଗଳମୟ ମୁହୂର୍ତ୍ତରେ ଧରାବକ୍ଷରେ ପଦାର୍ପଣ କରି ସମଗ୍ର ପରିବେଶକୁ ସୁସଜ୍ଜିତ କରିବାରେ ଲାଗିଛି। ଆଜି ଯେଉଁଆଡ଼େ ଦେଖିଲେ କେଣ୍ଡା କେଣ୍ଡା ହୋଇ ଝୁଲୁଥିବା କାଶଦଣ୍ଡୀର ଶୁଭ୍ର ସ୍ୱଚ୍ଛ ରୂପର ଏକ ଉତ୍ସବମୟୀ ପରିବେଶ ସୃଷ୍ଟି କରିଚାଲିଛି। ଏହା ହିଁ ହାସ୍ୟମୟୀ ଲାସ୍ୟମୟୀ ପ୍ରକୃତିର ଜନସମାଜକୁ ଏକ ଅବଦାନ। ଗାଁ ଗହଳିର ସାମାଜିକ ଜୀବନରେ କାଶଦଣ୍ଡୀର ମହତ୍ତ୍ୱ ସବୁଠାରୁ ଅଲଗା ଏବଂ ଅନନ୍ୟ ଅଟେ। ଶୁଭ୍ର ସ୍ୱଚ୍ଛତାର ବାର୍ତ୍ତାକୁ ବହନ କରୁଥିବା ଏହି କାଶଦଣ୍ଡୀକୁ ନା କିଏ ରୋପଣ କରେ, ନା କିଏ ତାର ଯତ୍ନ ନିଏ। କାଶଦଣ୍ଡୀ ଫୁଟିବା ପାଇଁ ଲୋଡ଼ା ନଥାଏ କୌଣସି ଉଦ୍ୟାନ କିମ୍ବା ମାଳିର ଯତ୍ନ। ନଦୀପଠା, ରାସ୍ତା ପାର୍ଶ୍ୱ ବିଲ ପାଖ ଯେଉଁଠି ପାରୁଛି ସେଇଠି ଫୁଟିଛି, ଆଉ ବଢ଼ଉଛି ଧରଣୀ ରାଣୀର ସୌନ୍ଦର୍ଯ୍ୟ। ଆପଣା ଛାଏଁ ଶାରଦୀୟ ଅଭିନନ୍ଦନର ପୁଷ୍ପଗୁଚ୍ଛା ଧରି ଶରତ ଋତୁର ପ୍ରାରମ୍ଭରେ ଦେଖାଦେଇ ପୁଣି କେଉଁଆଡ଼େ ଫେରିଯାଏ। କର୍ତ୍ତବ୍ୟର ଡାକରାରେ କର୍ମଜୀବୀ ମଣିଷଟିଏ ଆପଣା କର୍ତ୍ତବ୍ୟ ସମ୍ପାଦନ ପାଇଁ ବ୍ୟସ୍ତ ହୋଇଉଠେ। ସେପରି ଆପଣା କର୍ତ୍ତବ୍ୟକୁ ପାଳନ କରିବାକୁ ଆସିଯାଏ କାଶଦଣ୍ଡୀ। କିଏ ଏ କାଶଦଣ୍ଡୀ? କାହା ଅପେକ୍ଷାରେ ଥାଏ ଏହି କାଶଦଣ୍ଡୀ? ଶରତ ଋତୁରେ ନଈ ପଠାକୁ ଆସି କାହାକୁ ଅପେକ୍ଷା କରେ? କେଉଁ କର୍ତ୍ତବ୍ୟକୁ ପାଳନ କରିବାକୁ ନଈ ପଠାକୁ ଆସେ କାଶଦଣ୍ଡୀ? ଆସନ୍ତୁ ଶୁଣିବା କାଶଦଣ୍ଡୀର ଏକ କାହାଣୀ।